କୁନି ଆଉ ମୁନି ନାମରେ ଦୁଇ ଅନାଥ ଭଉଣୀ ତାଙ୍କ ଖୁଡ଼ି ସାଙ୍ଗରେ ରହୁଥିଲେ। ତାଙ୍କ ଖୁଡ଼ି ଥିଲା ବହୁତ ଲୋଭୀ ଆଉ ସ୍ୱାର୍ଥପର। ସେ ଦୁଇ ଭଉଣୀଙ୍କ ଉପରେ ଅନେକ ଅତ୍ୟାଚାର କରୁଥିଲା। ଛୋଟ ଛୋଟ କାମରେ ଭୁଲ କଲେ ସେ ତାଙ୍କୁ ବହୁତ ପିଟୁଥିଲା। ମାରନି ଖୁଡ଼ି, ମୋ ଭଉଣୀକୁ ଆଉ ମାରନି, ତାକୁ ବହୁତ କାଟୁଥିବ, ସେ ବହୁତ ଛୋଟ, ତା ବଦଳରେ ତୁମେ ମତେ ମାର। ଖୁଡ଼ି, ମତେ ଆଉ ମାରନି, ମତେ ବହୁତ କଷ୍ଟ ହେଉଛି, ଦିଦି ମତେ ବଞ୍ଚା, ମୁଁ ଆଉ ମାଡ଼ ଖାଇ ପାରିବିନି। ଏବେ ଭାରି କଷ୍ଟ ହେଉଛି ନାଇଁ? ମୋ କଥା ନ ମାନିବାର ଶାସ୍ତି ଏବେ ପାଅ। ଖୁଡ଼ି, ମୁଁ ଘରର ସବୁ କାମ କରିଦେବି, ମୋ ଭଉଣୀକୁ ଆଉ ମାରନି, ତାକୁ ଛାଡ଼ିଦିଅ। ଏହିପରି ଭାବରେ କାଉ ପ୍ରତିଦିନ ସେ ଦୁଇ ଛୁଆଙ୍କୁ ପିଟୁଥିଲା। ଘରର ସବୁ କାମ କଲା ପରେ ବି କାଉ ସେମାନଙ୍କୁ ଠିକ୍ରେ ଖାଇବା ଦେଉନଥିଲା। ପ୍ରତିଦିନ ସେ ବାସି ପଚା ଖାଇବା ଦୁଇ ଛୁଆଙ୍କୁ ଦେଉଥିଲା। ଏହିପରି ଗୋଟେ ଦିନ, ଏଇ ତମେ ଦୁଇ ଜଣ ଏଠି ବସି କ'ଣ କଥା ହେଉଛ? ମତେ ଭାରି ଭୋକ ଲାଗିଲାଣି, କେତେବେଳେ ରୋଷେଇ କରିବ? କାଲି ଏତେ ମାରିଲି, ସେ ମାଡ଼କୁ ଭୁଲିଗଲ? ଆଜି ଆଉ ଥରେ ମାଡ଼ ଖାଇବାକୁ ଇଚ୍ଛା ହେଉଛି କି? ନା ଖୁଡ଼ି, ମୋର ସବୁ ମନେ ଅଛି। ମୋ ଭଉଣୀ ଆଜି ସ୍କୁଲ ଯିବ ତ, ତାକୁ ସ୍କୁଲକୁ ପଠେଇ ମୁଁ ଏବେ ଘରର ସବୁ କାମ କରିଦେବି। ସ୍କୁଲ ଯିବ ମାନେ? ତୋ ଭଉଣୀ କୁଆଡ଼େ ବି ଯିବନି, ସେ ମୋ ସାଙ୍ଗରେ ବିଲକୁ ଯିବ, ଆଉ ସେଇଠି କାମ କରିବ। ପାଠ ପଢ଼ିବା କଥା ତମେ ମାନେ ଭୁଲିଯାଅ। ଏମିତି କହି କାଉ ମୁନିକୁ ଧରି ତା ବିଲକୁ ଚାଲିଗଲା, ଆଉ କୁନି ଘରର ସବୁ କାମ କଲା। ଏହିପରି ବହୁତ ଦୁଃଖ କଷ୍ଟରେ ସେ ଦୁଇ ଭଉଣୀଙ୍କ ଜୀବନ ବିତୁଥିଲା। ଦିଦି, ମୁଁ ଆଉ ସହି ପାରୁନି, ପ୍ରତିଦିନ ଖୁଡ଼ି ମତେ ପିଟୁଛନ୍ତି। ଚାଲ ନା ଦିଦି, ଆମେ ଘର ଛାଡ଼ି ଦୂରକୁ ଚାଲିଯିବା। ହଁ ଭଉଣୀ, ମତେ ବି ଘରେ ରହିବା ପାଇଁ ଆଉ ଇଚ୍ଛା ହେଉନି। ଚାଲ, ଆଜି ହିଁ ଆମେ ଘର ଛାଡ଼ି ଚାଲିଯିବା। ମୋ ପାଖରେ ମାର କିଛି ଗହଣା ଅଛି, ମୁଁ ସେସବୁ ବିକ୍ରି କରି କପଡ଼ା କିଣିବି। ମା ପାଖରେ ମୁଁ ସିଲେଇ ଶିଖିଛି, ମୁଁ ସେ କପଡ଼ାରେ ଲେହେଙ୍ଗା ତିଆରି କରି ବିକ୍ରି କରିବି, ଆଉ ତତେ ପାଠ ପଢ଼େଇବି। ଏମିତି କଥା ହେଇ ଦୁଇ ଭଉଣୀ ନିଜ ଜିନିଷପତ୍ର ବାନ୍ଧି ଘରୁ ଯିବା ପାଇଁ ରେଡ଼ି ହେଲେ। କାଉ ଆସି ସେମାନଙ୍କୁ କହିଲା, କିରେ, କିଛି କାମ ଦାମ ନ କରି ତମେ ଦୁଇ ଜଣ କୁଆଡ଼େ ବାହାରିଲ? ଘରେ ବହୁତ କାମ ପଡ଼ିଛି, ଯାଅ ଶୀଘ୍ର ସାରିବ। ଆମେ ଆଉ ତୁମ ସହ ରହିବୁନି, ଆଜି ହିଁ ଆମେ ଘର ଛାଡ଼ି ଦୂରକୁ ଚାଲିଯିବୁ। ଘରୁ ଯଦି ପାଦ କାଢ଼ିବ, ମୁଁ ତମମାନଙ୍କୁ ଏମିତି ପିଟିବି ଯେ ଘର ଛାଡ଼ି ଯିବା କଥା ଭୁଲିଯିବ। ନା, ତମେ ଆମକୁ ଆଉ ପିଟି ପାରିବନି, ତମର ଆଉ ସେ ଅଧିକାର ନାହିଁ। ଏମିତି କହି ଦୁଇ ଚଢ଼େଇ ଛୁଆ କାଉର ଘର ଛାଡ଼ି ସବୁଦିନ ପାଇଁ ଚାଲିଗଲେ। ସେମାନେ ତାଙ୍କ ମାର ଗହଣା ବିକ୍ରି କରି କିଛି କପଡ଼ା କିଣିଲେ। ବଡ଼ ଚଢ଼େଇ ଛୁଆଟି ସେ କପଡ଼ାରେ ସୁନ୍ଦର ସୁନ୍ଦର ଲେହେଙ୍ଗା ତିଆରି କଲା, ଆଉ ଏକ ଦୋକାନ ଦେଇ ସେ ଲେହେଙ୍ଗା ବିକ୍ରି କଲା। ତା ସାନ ଭଉଣୀର ନାଁ ସେ ସ୍କୁଲରେ ଲେଖାଇଦେଲା। ଦିଦି, କିଛି ଦିନ ପରେ ଆମର ପରୀକ୍ଷା, ସ୍କୁଲରେ କହିଛନ୍ତି କାଲି ପରୀକ୍ଷା ଫି ନେଇ ଆସିବା ପାଇଁ। ଠିକ୍ ଅଛି ଭଉଣୀ, ମୁଁ କାଲି ସୁଦ୍ଧା ତତେ ଟଙ୍କା ଯୋଗାଡ଼ କରି ଦେଇଦେବି। ଏବେ ତୁ ଘରକୁ ଯା, ମୁଁ ଆଉ କିଛି ସମୟ ଦୋକାନରେ ରହିବି, ତାପରେ ଘରକୁ ଯିବି। ମୁନି ସେଠାରୁ ଯିବା ପରେ କୁନି ଚଢ଼େଇ ଚିନ୍ତାରେ ପଡ଼ିଗଲା, କାରଣ କିଛି ଦିନ ଧରି ତାର ଗୋଟେ ବି ଲେହେଙ୍ଗା ବିକ୍ରି ହେଉନଥିଲା। କିଛି ଦିନ ହେବ ଦୋକାନର ଗୋଟେ ବି ଲେହେଙ୍ଗା ବିକ୍ରି ହେଇନି। ଘର ଭଡ଼ା, ଭଉଣୀର ସ୍କୁଲ ଫି ମୁଁ ଏବେ କେମିତି ଦେବି? ମୋ ପାଖରେ ତ ବେଶୀ ଟଙ୍କା ନାହିଁ। ସେ ଏମିତି ଚିନ୍ତା କରୁଥିବା ସମୟରେ ଗୋଟେ ଚଢ଼େଇ ତା ଦୋକାନକୁ ଆସିଲା। ଆରେ ଚଢ଼େଇ ଛୁଆ, ସେ ନାଲି ଲେହେଙ୍ଗାର ଦାମ କେତେ କହିଲୁ? ମ୍ୟାଡ଼ାମ, ଏ ଲେହେଙ୍ଗାର ଦାମ 5,000 ଟଙ୍କା। ବାଃ, ଏ ଲେହେଙ୍ଗା ତ ବହୁତ ସୁନ୍ଦର ହେଇଛି। ତୁ ଏ ଲେହେଙ୍ଗା କୋଉଠୁ ଆଣିଛୁ? ମ୍ୟାଡ଼ାମ, ମୁଁ ଏ ଲେହେଙ୍ଗା ନିଜେ ତିଆରି କରିଛି। ସତରେ? ତୁ ଏତେ ସୁନ୍ଦର ଲେହେଙ୍ଗା ତିଆରି କରିଛୁ? ମୁଁ ଏ ଲେହେଙ୍ଗା କିଣିବି, ମତେ ଲେହେଙ୍ଗା ଦେ। ତାପରେ ସେ ଚଢ଼େଇ ଲେହେଙ୍ଗା କିଣି ସେଠାରୁ ଚାଲିଗଲା। ଟଙ୍କା ପାଇ ଚଢ଼େଇ ଛୁଆ ଖୁବ୍ ଖୁସି ହେଇଗଲା। ସେ ଘରକୁ ଫେରି ତା ଭଉଣୀକୁ ସ୍କୁଲ ଫି ଦେଲା। ଚଢ଼େଇ ଛୁଆର ହାତ ତିଆରି ଲେହେଙ୍ଗା ପୁରା ଜଙ୍ଗଲରେ ପ୍ରଚାର ହେଇଗଲା। ସମସ୍ତେ ଆସି ତା ପାଖରୁ ଲେହେଙ୍ଗା କିଣୁଥିଲେ। ଦିନେ ମିନୁ ଚଢ଼େଇ ତା ପାଖକୁ ଆସି କହିଲା, ମୋର 10ଟି ଲେହେଙ୍ଗା ଦରକାର, ହେଲେ ମୋ ପାଖରେ ତ ଏବେ ସେତିକି ଲେହେଙ୍ଗା ନାହିଁ। କିଛି କଥା ନାହିଁ, 2 ଦିନ ପରେ ମୋ ଘରେ ଗୋଟେ ଭୋଜି ଅଛି, ତୁ ସେଦିନ ମୋ ଘରେ ଲେହେଙ୍ଗା ଦେଇଦେବୁ, ମୁଁ ତତେ ଆଡ଼ଭାନ୍ସରେ କିଛି ଟଙ୍କା ଦେଉଛି। ଏମିତି କହି ମିନୁ ଚଢ଼େଇ ଆଡ଼ଭାନ୍ସରେ କିଛି ଟଙ୍କା ଚଢ଼େଇ ଛୁଆକୁ ଦେଇ ସେଠାରୁ ଚାଲିଗଲା। ଏସବୁ ଘଟଣା ଦୂରରୁ କାଉ ଦେଖୁଥିଲା।
मो घर छाड़ी आसी एठी लेहेंगा बिक्री करुच नाई एबे मते सुजोग मिलगला तम दुई भौणी को एबे मु केमिति सर्वनाश करुची देख। एमिति कही काऊ से दिन राति रे लेहेंगा दुकान रे निया लगेदेला। से नियारे चढ़ीर सबू लेहेंगा पोड़ीगला। परदिन कुनी चढ़ी आउ तार भौणी निज दुकान को आसिले। निज दुकान रे अवस्था देखी से माने कांदिबाकु लागिले। हे भगवान किए हमर एते बड़ सर्वनाश कला किए हम दुकान रे निया लगेला मोर तो सबू लेहेंगा पोड़ीगला एबे मु कौन बिक्री करिबी। तम दुकान रे कौन अवस्था हेला न हेला सेथिरे मोर किछि जायसे नहीं। मु तते टंका एडवांस रे देइछि माने तू मते काली सुधा लेहेंगा देबू नचेत मो टंका फेरिबू। एमिति कही मीनू चढ़ई सेठारु चलीगला। दुई भौणी एबे कौन करिबे चिंतारे पड़ीगले। मु तांको एडवांस टंका रे लेहेंगार कपड़ा किणी नेइथिले से कपड़ा सब मु आम दुकान रे रखिथिले से सब भी नियारे पड़ीगला। एबे मु तांको टंका केमिति फेरिबी। तो चिंता करनी दीदी किछि ना किछि रास्ता निश्चय बाहरिबा। चाल आमे जंगल भीतर को जाई फल आनिबा से फल बिके जहाँ भी पाइबा आमे से मैडम को सब टंका देई देबा। तापरे दुई भौणी जंगल भीतर को जाई फल खोजिले। हठात कुनीर नजर एक चढ़ई ऊपर पड़िला। से चढ़ईटी गछरे बंधा हेइथिला। से चढ़ई रक्षा कर बोली चित्कार करुथिला। ए सबु देखी कुनी से चढ़ईर दौड़ी को खोली देला। किए तुमे ए गछरे तुमको किए बांधी थिला। मु जणे चढ़ई परी गोटे जादूगर मते धरिबा पई एठी जाल बिछेइथिला। से मो पाखरु मो चादर लाठी नहीं थांता हेले जेतेबेले से देखिला मो पाखरे जादूर लाठी नाही से मते गछरे बांधी दे चली गला। ऊपरे जो बादल देखुचो से बादल ऊपर दुईटी लेहेंगा घर अच्छी। मो गोटे लेहेंगा घरे मो जादूर लाठी लुचेकी रखिछि। जादूगर मो शक्ति नहीं मते दुर्बल कर देइछि। मो ऊपर को जाई परिबिनी। चढ़ई छुआ मते टिके साहाय्य करिबो। से लेहेंगा घरु मो चादर लाठी आनी दे। मो चादर लाठी पाइले मो पूर्व शक्ति मु फेरी पाइबी। ठीक अच्छी तुम्हें चिंता करनी मु एबे तुम चादर लाठी नहीं आसुची। तापरे चढ़ई छुआ उड़ी उड़ी बादल ऊपर को गला। सत सतिका सेठी दुईटी लेहेंगा घर थिला। चढ़ई छुआ को देखी प्रथम लेहेंगा घरटी कहिला अरे चढ़ई छुआ मु जानिची तू बहुत विपद रे पड़ीचु। मो घरे चादर लाठी सिना नाही हेले मु तते अनेक सुंदर सुंदर लेहेंगा देबी। तो से लेहेंगा बिक्री करी अनेक टंका पाइबो। तो मो घर को आसे। चढ़ई छुआ तो मो घर को आसे। मो पाखरे सिना लेहेंगा नाही हेले मु तते चढ़ई परीर चादर लाठी देई देबी। कुनी चढ़ई लोभ न करी द्वितीय लेहेंगा घर को गला आउ चढ़ई परीर चादर लाठी आनी ताकू देला। अरे वाह चढ़ई छुआ तू लोभ न करी मो चादर लाठी आनीदेलु। तो सतरे भल छुआटी मु तो ऊपर बहुत खुशी। मु से दुईटी लेहेंगा घर तते देली। द्वितीय लेहेंगा घरे तू रहिबु आ प्रथम लेहेंगा घरु तो अनेक लेहेंगा पाइबु। से सब बिक्री करी तू भलरे चली पारिबु। एमिति कही चढ़ई परी सेठारु चलीगला। कुनी चढ़ई खुशी ही घर को फेरिला आउ तार भौणी को सब घटना कहिला। दुई भौणी गोटे लेहेंगा घरे रहिले आउ एक लेहेंगा घरु से माने अनेक लेहेंगा आनी पुणी थरी तांको दुकान चलिले। एसबु देखी काऊ ईर्षारे जलीगले भी से आउ चढ़ई छुआंकर किछि भी क्षति करि पारिलानी। एक घंच जंगल रे गोटे चढ़ई तार परिवार को नहीं रहुथिला। हठात दिने एक दुर्घटना रे बापा चढ़ईर मृत्यु हो गला। से चली जावा परे माँ चढ़ई आ तार छुआ अनाथ हो गले। माँ छुआ को एका देखी जंगलर अन्य चढ़ई माने तांकर घर आ जमी छड़े की नहीं गले। से माँ छुआ को सेमाने जंगल बाहर करदेले। माँ ये जंगलर चढ़ई माने एते निष्ठुर कौन पाई? से माने आम दुख कथा जमा भी बुझिलेनी आमको जंगलर बाहर करदेले। एबे आमे कुआडे जिबा माँ? ए जंगल रे आम पाई जागा नहीं। चल माँ आमे पाख जंगल को जिबा। मु शुणिछि सेठी बहुत भल चढ़ई रहउचंती। से माने गरीब असहाय माननको सहायता करंती। माँ पाख जंगल को तो चली आसिले एबे आमे कौन करिबा माँ?
एते समय चली चली भोक भी लागिलाणी। एई तो आगरे गोटे घर देखा जाउची, चल से घर मालिक को साहाय्य मागिबा। तापरे से दुई माँ छुआ से घर को गले आउ से घरर कबाट बाड़ेले। से घर भितरु एक चढ़ई बाहरी आसिला। किए तमे माने मते काहे डाकिल? आमको टिके साहाय्य कर, आमे बहुत विपदरे पड़ीचु। आमे पाख जंगल आसीचु, रहिबा पाई आम पाखरे घर नहीं। तुम घरे आमको टिके आश्रय देई थाओ। तमे माने चोर कि भल चढ़ई मु केमिति जानिबी? तम दुई जन को घरे रखी मु किछि विपदरे पड़िबाकु चाहुनी। आमको विश्वास कर, आमे चोर नुह। अनेक कष्टरे पड़ी आमे जंगल को आसीचु, रहिबाकु नहले नाही। मो छुआ को भारी भोक लागुची, दयाकरी ताको किछि खाइबाकु दियो। तमे दुई जन भलरे एठु जीव ना मो अन्य चढ़ई मानकु डाकी पिटी पिटी तम मानकु ए जंगल बाहर करिबु। से चढ़ई एमिति रागी माँ छुआ को ता घर बाहर करदेला। दुई माँ छुआ अनेक चढ़ई घर को जाई साहाय्य मागिले, हेले केही भी तांको साहाय्य कले नाही। माँ संध्या हे गलाणी, केही भी आमको साहाय्य कले नाही। मते भारी भोक लागुची माँ, मु आउ आगको जाई परिबिनी। हठात माँ चढ़ईर नजर एक फल झोड़ी उपरे पड़िला। पाखरे थिबा घरर कबाटरे ताला झोलीथिला। माँ चढ़ई को लागिला से घरे केही भी नाहांती। अरे माँ सेपटको देखे, गोटे फल झोड़ी अछि। पाख घरे ताला झोलीची, आख पाखरे तो केही भी देखा जाउ नाहांती। किए बोधे फल झोड़ी रखी चली जाइची। सकाळु तू किछि भी खाइनु, चल माँ तू से फलरू किछि खाइने। एमिति चिंता करी से माँ छुआ फल झोड़ी पाख गले। जेमिति सेमाने फल खाइबाको चेष्टा कले, हठात एक काऊ सेठाको चली आसिला। चोर चोर चोर, किए कोठी अछ? जल्दी आस। किछि समय पाई मो फल झोड़ी एठी रखिदेली बोली तमे माने मो फल चोरी करैको चली आसिल? आपण एते पाटी करंतुनी, ए पाख घरे ताला झोलीथिला। आमे भाबिलु ए घरे केही भी नाहांती। मो छुआ सकाळु किछि खाइनी। फल झोड़ी देखि दुईटी फल नेबा पाई आमे एठाको चली आसिलु। सेमानंक पाटितुंड शुणी अन्य चढ़ई माने सेठाको आसी जमा हे गले। सकाळे मु एमानको देखि ताहाले ठीक भाबिथिली, ए दुईटा चोर, एमानको जमा भी छाड़नी, नहले एमाने समस्तंक घर चोरी करिवे। एमिति कही सेठी थिबा सब चढ़ई माँ छुआ उपरको पत्थर फिंगिले। माँ चढ़ईटी ता डेणारे ता छुआ को घोड़ेकी धरिथिला, जा फଳରେ चढ़ई छुआर एते क्षति हेला नाही। हेले माँ चढ़ई देहरी सब पत्थर बाजिबारु से बहुत आहत हो गला। समस्ते मिसी माँ छुआ को से जंगल बाहर करदेले। माँ तुमे तो कहूथिलो ए जंगलर चढ़ई माने बहुत भल, हेले देख एमाने तमर कौन अवस्था करदेले। मारी तू आ कांदेनी, मोर बोधे शेष समय आसीगला। मु तो सह आउ रही पारिबिनी, मते क्षमा करदेबु झियो। मो कथा भाबी जमा भी मन दुख करिबुनी, सब बेले खुशी रे रहिबो। ए कोन कहउछ माँ? एमिति कुहनी, तमर किछि भी हेबनी। चढ़ई छुआर कथा सरू सरू ही माँ चढ़ईर जीवन चलीगला। माँ आगे कहलो माँ, तमे मते एका छाड़ी केमिति जाई पारिलो? माँ बिना मु एठी एकुटिया रही पारिबिनी। हे भगवान, माँ परे मते भी तुम पाखको नहीं जाओ। माँ को हरी चढ़ई छुआटी अनेक कांदिला। से पाखरे गात करी ता मार देह को से माटी रे पोती देला। राति सारा माँ को मने पकई से कांदी चलीथिला। ओह भारी भोक लागुची, चलिबाकू भी शक्ति नहीं, जाए किछि खाइबा खोजी देखे। एमिति चिंता करी चढ़ई छुआ आग को गला। से देखिला सेठी गोटे फल दुकान अच्छी। से फल दुकान पाखक गला आउ शीघ्र एक फल धरी उड़ी चली आसिला। अरे अरे ए कौन? से छुआटा मो फल नहीं गला। ए चोर छुआ जाऊचु कुआडे? रह रह कहूची, भलरे मते मो फल देई दे। जदि खाइथिबु तो पेट चिरी मो फल बाहर करी आनिबी। आज मो पाखरु तते केही रक्षा करि परिबेनी। किछि दूर गला परे चढ़ई छुआ पाटिरु से फल खसी पड़िला। 2 दिन धरी से किछि भी खाई नथिबारु से बेसी उड़ी पारु नथिला। भोकर जंत्रणा सही न पारी मुसे फल चोरी करिथिली, हेले मुसे फल भी खाई पारिलिनी। से दोकानी तो मो पाखो कहीं आसुची, से मते धरिबा पूर्वरु जाए कोडी लुचि जाए। एमिति कही चढ़ई छुआ गछ डालर किछि पत्र पछपटे लुचि गला।
ଫଳ ଦୋକାନୀ ଚଢ଼େଇ ଛୁଆକୁ ଚାରିଆଡ଼େ ଖୋଜିଲା, ହେଲେ ତାକୁ ପାଇଲାନି। କିଛି ସମୟ ପରେ ସେ ସେଠାରୁ ଚାଲିଗଲା। ସେ ଯିବା ପରେ ପରେ ସେଇ ଗଛ ତଳକୁ ଏକ ଚଢ଼େଇ ଆସିଲା। ଚାଲି ଚାଲି ଥକି ଗଲିଣି। ଏ ଜଙ୍ଗଲରେ ମୁଁ ଗୋଟେ ବି ଦୁଃଖୀ ଚଢ଼େଇ ପାଇଲିନି ସାହାଯ୍ୟ କରିବା ପାଇଁ। ଲାଗୁଛି ଆଜି ବି ମୋତେ ଖାଲି ହାତରେ ଏଠୁ ଯିବାକୁ ପଡ଼ିବ। ଗୁରୁମା କହିଥିଲେ 10ଟି ଦୁଃଖୀ ଚଢ଼େଇଙ୍କୁ ସାହାଯ୍ୟ କରିବା ପାଇଁ, ହେଲେ ମୁଁ ତ ଜଣକୁ ବି ପାଉନି। ଯାଏ ଏ ଗଛ ତଳେ ବସି ଟିକେ ଆରାମ କରେ, ତାପରେ ଆଗକୁ ଯିବି। ଏମିତି କହି ସେ ଚଢ଼େଇ ସେ ଗଛ ତଳେ ବସି ପଡ଼ିଲା। ଗଛ ଉପରେ ଲୁଚିଥିବା ଚଢ଼େଇ ଛୁଆ ବହୁତ ଥକି ଯାଇଥିଲା। ହଠାତ୍ ସେ ତଳକୁ ଖସି ପଡ଼ିଲା ଆଉ ବେହୋସ ହେଇଗଲା। ଆରେ ଆରେ, ଏ ଚଢ଼େଇ ଛୁଆଟା କୁଆଡ଼ୁ ଆସିଲା? ସେ ତ ବେହୋସ ହେଇଯାଇଛି। ମୁଁ ଆଗ ଏ ଚଢ଼େଇ ଛୁଆକୁ ହୋସରେ ଆଣେ, ତାପରେ ମୁଁ ୟାକୁ ପଚାରିବି ତା ସହ କ'ଣ ହେଇଛି। ଏମିତି କହି ସେ ଚଢ଼େଇ ଛୁଆ ମୁଣ୍ଡରେ ହାତ ବୁଲିଲା। ସଙ୍ଗେ ସଙ୍ଗେ ହିଁ ଚଢ଼େଇ ଛୁଆର ହୋସ ଆସିଲା। ମାରନି, ମୋତେ ମାରନି। ଭୋକ ଲାଗିବାରୁ ମୁଁ ସେ ଫଳ ଚୋରି କରିଥିଲି। ମୁଁ ଚୋର ନୁହଁ, ମୋତେ ମାରନି। ତୁ ଭୟ କରନି ଛୁଆ, ମୁଁ ତତେ ଜମା ବି ମାରିବିନି। କ'ଣ ହେଇଥିଲା ତୋ ସାଙ୍ଗରେ ମୋତେ କହ। ଆଚ୍ଛା ଏମିତି କଥା, ତୁ ଆଉ କାନ୍ଦେନି। ମୁଁ ତତେ ରହିବାକୁ ଘର ଦେବି, ଆଉ ତା ସହ ଖାଇବାକୁ ବି ଦେବି। ଏମିତି କହି ସେ ଚଢ଼େଇ ସେଇ ଗଛ ଡାଳରେ ଏକ ବାଉଁଶ ଘର ତିଆରି କରିଦେଲା। ଭୟ କରିବାର କିଛି ନାହିଁ, ମୁଁ ଗୋଟେ ଯାଦୁର ଚଢ଼େଇ। ମୋ ଗୁରୁମା ମୋତେ କହିଥିଲେ 10ଟି ଅସହାୟ ଗରିବ ଚଢ଼େଇଙ୍କୁ ସାହାଯ୍ୟ କରିବା ପାଇଁ। ତାହେଲେ ମୁଁ ଆହୁରି ଅନେକ ଯାଦୁ ଶିଖିପାରିବି। ଏ ବାଉଁଶ ଘରେ ଆଜିଠୁ ତୁ ରହିବୁ। ଏଇଟା ସାଧାରଣ ଘର ନୁହଁ, ଏହା ଏକ ଯାଦୁର ବାଉଁଶ ଘର। ଏ ଘରକୁ ତୁ ଯାହା ବି ମାଗିବୁ ସେ ତତେ ସବୁ ଦେବ, ଏମିତିକି ସବୁ ବିପଦରୁ ତତେ ରକ୍ଷା ବି କରିବ। ମୁଁ ଏବେ ଯାଉଛି, ଠିକ୍ ସମୟ ହେଲେ ମୁଁ ତୋ ପାଖକୁ ପୁଣି ଆସିବି। ବାଉଁଶ ଘର, ମୋତେ ଭାରି ଭୋକ ଲାଗୁଛି, କିଛି ଖାଇବାକୁ ଦିଅ। ବାଉଁଶ ଘର ଚଢ଼େଇ ଛୁଆକୁ ବହୁତ ବଢ଼ିଆ ବଢ଼ିଆ ଖାଇବା ଦେଲା। ଏମିତି ଚଢ଼େଇ ଛୁଆ ପ୍ରତିଦିନ ଭଲ ଭଲ ଖାଇବା ଖାଉଥିଲା। ସେପଟେ ଜଙ୍ଗଲର ଅନ୍ୟ ଚଢ଼େଇମାନେ ବାଉଁଶ ଘର କଥା ଜାଣିଗଲେ। ଜାଣିଛ ଭଉଣୀ, ସେଇ ଯୋଉ ଚୋର ଛୁଆଟା ଗୋଟେ ଗଛରେ ବାଉଁଶ ଘର ତିଆରି କରି ରହୁଛି। ଏ କ'ଣ କହୁଛ ଭଉଣୀ? ଚାଲ ଏବେ ହିଁ ଆମେ ତା ପାଖକୁ ଯିବା। ତାକୁ ଆମେ ଏ ଜଙ୍ଗଲରେ ରହିବାକୁ ଦେବାନି। ଆଜି ହିଁ ଆମେ ତା ବାଉଁଶ ଘର ଭାଙ୍ଗିଦେବା। ଏମିତି କଥା ହେଇ ସେମାନେ ବାଉଁଶ ଘର ପାଖକୁ ଗଲେ। ଚଢ଼େଇ ଛୁଆ ବାହାରେ ଛିଡ଼ା ହେଇଥିଲା। ସେଦିନ ତମେମାନେ ମୋ ମାଆକୁ ମାରି ଦେଇଥିଲ, ଆଉ ଆଜି ଆସିଛ ମୋ ବାଉଁଶ ଘର ଭାଙ୍ଗିବା ପାଇଁ? ରୁହ, ଏବେ ମୁଁ ତମମାନଙ୍କ କଥା ବୁଝୁଛି। ବାଉଁଶ ଘର, ଏ ଦୁଇ ଚଢ଼େଇଙ୍କୁ ଉଚିତ ଶିକ୍ଷା ଦିଅ। ଚଢ଼େଇ ଛୁଆର କଥା ସରୁ ସରୁ 2ଟି ମୋଟା ମୋଟା ବାଉଁଶ ଘର ଭିତରୁ ବାହାରି ଆସିଲା, ଆଉ କାଉ ସହ ସେ ଚଢ଼େଇକୁ ଅନେକ ପିଟିଲା। ଆରେ ମରିଗଲୁ ରେ ମରିଗଲୁ। ଏ ଚଢ଼େଇ ଛୁଆ ଆମକୁ ଆଉ ମାରିନି। ତୋ କଥା ଭଲରେ ନ ବୁଝି ଆମେ ତତେ ଚୋର ଭାବି ତୋ ସହ ବହୁତ ଅନ୍ୟାୟ କରିଛୁ। ଆମେ ତତେ କଥା ଦେଉଛୁ, ତୋ ବିଷୟରେ ଆମେ ଜଙ୍ଗଲରେ ସମସ୍ତଙ୍କୁ କହିବୁ। ଆଜି ପରଠୁ ତୋ ସହ ଆଉ କେହି ଖରାପ ବ୍ୟବହାର କରିବେନି। ତାପରେ ଚଢ଼େଇ ଛୁଆ ସେମାନଙ୍କୁ ଛାଡ଼ିଦେଲା। ସମସ୍ତେ ଏହି ଘଟଣା ଜାଣିଲା ପରେ ନିଜ ଭୁଲ ବୁଝିପାରିଲେ, ଆଉ ଚଢ଼େଇ ଛୁଆକୁ କ୍ଷମା ମାଗିଲେ। ଜଙ୍ଗଲରେ ଥିବା ନଦୀ ପାଖରେ ଏକ ଛୋଟ ଗୁମ୍ଫା ଥିଲା। ସେ ଗୁମ୍ଫା ଭିତରେ ଏକ ଗଛ ଥିଲା, ଯୋଉ ଗଛରେ ଲାଲ ରଙ୍ଗର ଫଳ ଫଳିଥିଲା। ସେଇ ଲାଲ ଫଳ ଏତେ ମିଠା ଥିଲା ଯେ ଜଙ୍ଗଲର ସବୁ ଚଢ଼େଇ ସେ ଫଳ ଖାଇବାକୁ ଭାରି ଭଲ ପାଉଥିଲେ। ହେଲେ ସେ ଗୁମ୍ଫା ଭିତରୁ ଲାଲ ଫଳ ଆଣିବା ଏତେ ସହଜ ନଥିଲା, କାରଣ ସେ ଗୁମ୍ଫାରେ ରହୁଥିଲା ଗୋଟେ କୁମ୍ଭୀର। କୁମ୍ଭୀର ଯେତେବେଳେ ଗୁମ୍ଫାରେ ନଥାଏ, କିଛି ଚଢ଼େଇ ସେ ଗୁମ୍ଫାରୁ ଲାଲ ଫଳ ଆଣି ବଜାରରେ ବିକ୍ରି କରନ୍ତି। କିନ୍ତୁ ଯଦି କିଏ କୁମ୍ଭୀର ହାବୁଡ଼ରେ ପଡ଼ିଯାଏ, କୁମ୍ଭୀର ତାକୁ ମାରିଦିଏ। ସେଥିପାଇଁ ଭୟରେ ଚଢ଼େଇ ମାନେ ସେ ଗୁମ୍ଫା ପାଖକୁ ବି ଯାଆନ୍ତିନି। ମା କୁନି, ତୁ ତ ସାନ ଭାଇର ଧ୍ୟାନ ରଖିବୁ। ମୁଁ ଏବେ କାମକୁ ଯାଉଛି, ତମେ 2 ଜଣ ଖେଳିବା ପାଇଁ ବେଶୀ ଦୂରକୁ ଯିବନି। ହଁ ମା, ମୁଁ ବୁଝିଗଲି। ତୁମେ ଜମା ବି ଚିନ୍ତା କରନି, ମୁଁ ଭାଇ ପାଖରେ ହିଁ ଥିବି, ତାକୁ ଏକୁଟିଆ ଛାଡ଼ିବିନି। ତେବେ ଠିକ୍ ଅଛି, ମୁଁ ଏବେ ଯାଉଛି। ତମେ 2 ଜଣ ଯଦି ଦୁଷ୍ଟ ନ ହେଇ ଭଲରେ ଘରେ ଖେଳୁଥିବ, ମୁଁ ଫେରିବା ସମୟରେ ତମ 2 ଜଣଙ୍କ ପାଇଁ ଚକୋଲେଟ୍ ଆଣିଦେବି। ସତରେ ମା, ଆଉ
ଆମକୁ ଚକୋଲେଟ ଆଣିଦେବ? ମା, ମୁଁ ଜମା ଦୁଷ୍ଟ ହେବିନି, ଦିଦିର ସବୁ କଥା ମାନିବି, ମୁଁ ସତ କହୁଛି। ଆଚ୍ଛା, ମୁଁ ଏବେ କାମକୁ ଯାଏ, ନହେଲେ ଡେରି ହେଇଯିବ। ତାପରେ ଚଢ଼େଇ କାମ କରିବା ପାଇଁ କାଉର ଘରକୁ ଗଲା। ଆରେ ଚଢ଼େଇ, ଆଜି କାମକୁ ଆସୁ ଆସୁ ଏତେ ଡେରି କରିଦେଲୁ ଯେ? କଥା କଣ କି ମାଲିକାଣୀ, ମୁଁ ଘରୁ ଠିକ ସମୟରେ ବାହାରିଥିଲି, ହେଲେ ରାସ୍ତାରେ ପ୍ରବଳ ଭିଡ଼ ହେଇଥିବାରୁ ଆସୁ ଆସୁ ଡେରି ହେଇଗଲା। ଆଚ୍ଛା ଠିକ ଅଛି, ଏବେ ତ ରୋଷେଇ ଘରକୁ ଯା, ମୋ ପାଇଁ ଶୀଘ୍ର କିଛି ଖାଇବା ରୋଷେଇ କର, ମତେ ଭାରି ଭୋକ ଲାଗିଲାଣି। ଠିକ ଅଛି ମାଲିକାଣୀ, ମୁଁ ଏବେ ଖାଇବା ରୋଷେଇ କରି ନେଇ ଆସୁଛି। ଆରେ କଣ, ଗ୍ୟାସ ତ ସରିଯାଇଛି, ମୁଁ ଖାଇବା କେମିତି ରୋଷେଇ କରିବି? ଯାଏ ମାଲିକାଣୀକୁ ଏ କଥା କହି ଆସେ। କିରେ ଚଢ଼େଇ, ତତେ କହିଥିଲି ନା ଖାଇବା ରୋଷେଇ କର, ତା ନ କରି ତୁ କଣ ପାଇଁ ଏଠାକୁ ଆସିଲୁ? କରିଥାନ୍ତି ଯେ ମାଲିକାଣୀ, ହେଲେ ଗ୍ୟାସ ସରିଯାଇଛି, ମୁଁ ଖାଇବା କେମିତି ରୋଷେଇ କରିବି କୁହନ୍ତୁ? କଣ ହେଲା, ଗ୍ୟାସ ସରିଯାଇଛି? ମୋ ସ୍ୱାମୀ ତ ଏବେ ଘରେ ନାହାନ୍ତି, ସେ ଆସିଲେ ଯାଇ ଗ୍ୟାସ ଆଣିଦେବେ। ଆଚ୍ଛା ହଉ ଚଢ଼େଇ, ଖାଇବା ନହେଲେ ନାହିଁ, ଗଲୁ ଗଲୁ ବଜାରରୁ ମୋ ପାଇଁ ସେ ଲାଲ ଫଳ ନେଇ ଆସିବୁ। ମୁଁ ଶୁଣିଥିଲି ସେ ଲାଲ ଫଳ ଭାରି ସ୍ୱାଦିଷ୍ଟ, ଥରେ ଫଳ ଖାଇଲେ 4 ରୁ 5 ଦିନ ଆଉ ଭୋକ ଲାଗେନି। ହଁ ମାଲିକାଣୀ, ମୁଁ ବି ସେ ଲାଲ ଫଳ ବିଷୟରେ ଶୁଣିଥିଲି, ସେ ଲାଲ ଫଳ ସହଜରେ ନ ମିଳିବା ଯୋଗୁଁ ତାର ଦାମ ବହୁତ ହେଇଥାଏ। ସେ ଲାଲ ଫଳ ଯେତେ ଦାମ ନେଉ ପଛେ ତୁ ମତେ ଆଜି ସେ ଲାଲ ଫଳ ଆଣିଦେ, ଚାଲେ ମୁଁ ବି ତ ସାଙ୍ଗରେ ବଜାରକୁ ଯିବି। ତାପରେ ଚଢ଼େଇ ଆଉ କାଉ ବଜାରକୁ ଲାଲ ଫଳ ଆଣିବା ପାଇଁ ଗଲେ, ହେଲେ ସେଦିନ ସେମାନେ କାହା ପାଖରେ ବି ଲାଲ ଫଳ ପାଇଲେନି। ଆରେ ଚଢ଼େଇ, ଏବେ କଣ କରିବା? ଆଜି କୋଉଠି ବି ସେ ଲାଲ ଫଳ ମିଳିଲାନି, ମୋର ଆଜି ସେ ଲାଲ ଫଳ ଖାଇବାକୁ ଭାରି ଇଚ୍ଛା ହଉଛି। ଚଢ଼େଇ, ତୁ ଯା ସେ ଗୁମ୍ଫା ଭିତରୁ ମତେ ଲାଲ ଫଳ ଆଣିଦେବୁ। କିନ୍ତୁ ମାଲିକାଣୀ, ସେ ଗୁମ୍ଫା ଭିତରେ ଗୋଟେ କୁମ୍ଭୀର ରୁହେ, ମୁଁ ଯଦି ସେ ଗୁମ୍ଫା ଭିତରକୁ ଯିବି ସେ ମତେ ମାରିଦେବ। ଆରେ ତୁ ଡରନି, ମୁଁ ବି ତ ସାଙ୍ଗରେ ଥିବି, ମୁଁ ଜାଣେ ଏଇଟା କୁମ୍ଭୀରର ପାଣି ପିଇବା ସମୟ, ସେ ତା ଗୁମ୍ଫାରେ ନଥିବ। ତୁ ଯା ଗୁମ୍ଫା ଭିତରୁ ଲାଲ ଫଳ ନେଇ ଆସିବୁ, ମୁଁ ବାହାରେ ଜଗିଥିବି, ଯେମିତି କୁମ୍ଭୀର ଆସିବ ତତେ କହିଦେବି। ନା ମାଲିକାଣୀ, ମୁଁ ସେ ଗୁମ୍ଫା ଭିତରକୁ ଯିବିନି, କୁମ୍ଭୀର କେତେବେଳେ ବି ଚାଲି ଆସିବ। ତତେ କହିଲି ନା ଚଢ଼େଇ, ଲାଲ ଫଳ ଆଣିବୁ ଯା, ଯଦି ନ ଆଣିବୁ କାଲିଠୁ ଆଉ କାମକୁ ଆସିବୁନି। ଏମିତି ଶୁଣି ଚଢ଼େଇ ବାଧ୍ୟ ହେଇ ଗୁମ୍ଫା ଭିତରକୁ ଗଲା। ଠିକ ସେହି ସମୟରେ କୁମ୍ଭୀର ସେଠାକୁ ଚାଲି ଆସିଲା। କାଉ କିଛି କହିବା ପୂର୍ବରୁ କୁମ୍ଭୀର ତା ଗୁମ୍ଫା ଭିତରକୁ ଚାଲିଗଲା। ସେ ଯେମିତି ତା ଗୁମ୍ଫା ଭିତରେ ଚଢ଼େଇକୁ ଦେଖିଲା, ରାଗରେ ସେ ଚଢ଼େଇକୁ ମାରି ତାକୁ ଗୁମ୍ଫା ବାହାରେ ପକେଇଦେଲା। ଏସବୁ ଦେଖି କାଉ ଭୟରେ ତା ଘରକୁ ଚାଲିଗଲା। କଣ ହେଲା ତୋର, ତୁ ଏମିତି ଧଇଁ ସଇଁ କାହିଁକି ହଉଛୁ? ତମେ ଘରକୁ ଆସିଗଲ, ସେପଟେ ବହୁତ ବଡ ଗୋଟେ ଅଘଟଣ ଘଟିଗଲା। କଣ କହୁଛୁ ତୁ? ତୁ ବି ଜାଣୁ ସେ ଗୁମ୍ଫା ଭିତରେ ଗୋଟେ କୁମ୍ଭୀର ରୁହେ, ତୁ ଲାଲ ଫଳ ଲୋଭରେ କାହିଁକି ଚଢ଼େଇକୁ ସେ ଗୁମ୍ଫା ଭିତରକୁ ପଠଉଥିଲୁ? ମୋର ଭୁଲ ହେଇଗଲା, ହଠାତ୍ ଏମିତି ହେଇଯିବ ମୁଁ ଜାଣିପାରିଲିନି, ଏବେ କଣ କରିବି? ଆଚ୍ଛା, ତୁ ଆଉ ଚିନ୍ତା କରନି, ଯାହା ହେବାର ତ ହେଇଗଲା। ତତେ ଯିଏ ବି ଚଢ଼େଇ ବିଷୟରେ ପଚାରିବ ତୁ କହିବୁ ସେ ଆଜି କାମକୁ ଆସିନି। ଏମିତି ସେଦିନ ବିତିଗଲା। ସନ୍ଧ୍ୟା ହେଲା ପରେ, ଦିଦି, ମା ଏଯାଏ କାହିଁକି ଆସିଲେନି? ମା କେତେବେଳେ ଆସିବେ? ତୁ ଆଉ କିଛି ସମୟ ଅପେକ୍ଷା କର ଭାଇ, ମା ବୋଧେ କାମ ବ୍ୟସ୍ତରେ ରହିଯାଇଥିବେ, ସେ ଶୀଘ୍ର ଫେରି ଆସିବେ। ଧୀରେ ଧୀରେ ରାତି ଅଧିକ ହେଲା। କୁନିର ସାନ ଭାଇ ଶୋଇଗଲା, ହେଲେ କୁନି ଶୋଇପାରିଲାନି। ପରଦିନ ସକାଳେ ଦୁଇ ଛୁଆ ପାଖରେ ରହୁଥିବା ମିଟୁ ପାଖକୁ ଗଲେ। ମିଟୁ ଆଣ୍ଟି, କାଲି ରାତିରେ ଆମ ମା ଘରକୁ ଫେରି ନାହାନ୍ତି, ତୁମେ ଜାଣିଛ କି ଆମ ମା କୋଉଠି ଅଛନ୍ତି? ଆରେ ଝିଅ, ତୋ ମା ମୋ ସାଙ୍ଗରେ କାମ କରେନି, ସେ କାଉ ଘରେ କାମ କରେ। ଚିନ୍ତା କରନି, ମୁଁ ଏବେ ଯାଇ କାଉ ମାନଙ୍କୁ ତମ ମା କଥା ପଚାରି ଆସିବି। ତାପରେ ମିଟୁ କାଉ ମାନଙ୍କ ପାଖକୁ ଗଲା ଆଉ ତାଙ୍କୁ ସବୁ ଘଟଣା କହିଲା। ଆରେ ମିଟୁ, ଚଢ଼େଇ କାଲି ଆମ ଘରକୁ କାମ ପାଇଁ ଆସିନି, ଆମେ ଜାଣିନୁ ସେ କୋଉଠି ଅଛି। ତାହେଲେ ଚଢ଼େଇ ଗଲା କୁଆଡେ? ସେ କାଲି ରାତିରେ ଘରକୁ ଫେରିନି। ଚଢ଼େଇ କୁଆଡେ ଗଲା କି ନ ଗଲା ଆମେ ଜାଣିନୁ, ତୁ ଯା ଆଉ କୋଉଠି ଚଢ଼େଇକୁ ଖୋଜିବୁ। ତାପରେ ମିଟୁ ଚଢ଼େଇକୁ ଖୋଜିବା ପାଇଁ ଜଙ୍ଗଲ ଭିତରକୁ ଗଲା। କିଛି ସମୟ ଖୋଜିଲା ପରେ ସେ ଚଢ଼େଇକୁ କୁମ୍ଭୀର ଗୁମ୍ଫା ବାହାରେ ମରି ପଡିଥିବାର ଦେଖିଲା। ଆରେ ଚଢ଼େଇର ମୃତ୍ୟୁ କେମିତି ହେଲା? ନିଶ୍ଚୟ କୁମ୍ଭୀର ତାକୁ ମାରି ଦେଇଥିବ। ଚଢ଼େଇ କାହିଁକି ଯେ ଗୁମ୍ଫାକୁ ଆସୁଥିଲା?
ତାର ଦୁଇ ଛୁଆ ଅନାଥ ହେଇଗଲେ। ଏବେ ସେମାନେ କ'ଣ କରିବେ? ଆରେ ପିଲାମାନେ, ତମ ଦୁଇ ଜଣଙ୍କ ମା ଆଉ ଏ ଦୁନିଆରେ ନାହିଁ। ତାକୁ ଗୁମ୍ଫାରେ ରହୁଥିବା କୁମ୍ଭୀର ମାରିଦେଇଛି। ତମେମାନେ ଧୈର୍ଯ୍ୟ ଧର, ଏବେ ଏକୁଟିଆ ବଞ୍ଚିବା ଶିଖ। ଏମିତି କହି ମିଟୁ ଚାଲିଗଲା। ଦୁଇ ଛୁଆ ଅନେକ କାନ୍ଦିଲେ। ଦିଦି, ମୁଁ ସେ କୁମ୍ଭୀରକୁ ଜମା ବି ଛାଡ଼ିବିନି। ସେ କୁମ୍ଭୀର ପାଇଁ ଆମେ ଆମ ମାକୁ ହରେଇଲେ। ହଁ ଭାଇ, ତୁ ଠିକ କହିଲୁ। ମୁଁ ବି ସେ କୁମ୍ଭୀରକୁ ଜମା ବି ଛାଡ଼ିବିନି। ଦୁଷ୍ଟ କୁମ୍ଭୀର, ଶୀଘ୍ର ବାହାରକୁ ଆସେ। ତୁ ଆମ ମାକୁ ମାରି ଦେଇଛୁ। ଆମେ ତତେ ଜମା ବି ଛାଡ଼ିବୁନି। କିଏ ମୋ ନିଦ ଭାଙ୍ଗିଲା? ତମ ଦୁଇ ଛୁଆଙ୍କର ଏତେ ସାହସ? ପାଟି କରି ମୋ ନିଦ ଭାଙ୍ଗୁଛ? ଆଜି ମୁଁ ତମ ଦୁଇ ଜଣଙ୍କୁ ଜମା ବି ଛାଡ଼ିବିନି। ଛୋଟ ପିଲାମାନେ, ତମେମାନେ କୁମ୍ଭୀର ପାଖକୁ କାହିଁକି ଆସିଛ? ମୁଁ ତ ଠିକ ସମୟରେ ନ ଆସିଥିଲି କୁମ୍ଭୀର ତମମାନଙ୍କୁ ମାରି ସାରନ୍ତାଣି। କିଏ ତୁମେ? ତୁମେ ଆମକୁ କାହିଁକି ବଞ୍ଚେଇଲ? ମୁଁ ହେଉଛି ଗୋଟେ ପରୀ। ଏ ରାସ୍ତାରେ ଯିବା ସମୟରେ ମୁଁ ତମ ଦୁଇ ଜଣଙ୍କୁ କୁମ୍ଭୀର ପାଖରେ ଦେଖିଲି। ସେଥିପାଇଁ ସାହାଯ୍ୟ କରିବାକୁ ଚାଲି ଆସିଲି। ହେଲେ ତମ ଦୁଇ ଜଣଙ୍କ କଥା ଶୁଣି ଲାଗୁଛି ତମେମାନେ ଆଉ ବଞ୍ଚିବାକୁ ଚାହୁଁନ। ହଁ, ଆମେ ଆଉ ବଞ୍ଚିବାକୁ ଚାହୁଁନୁ। ଏ ଦୁଷ୍ଟ କୁମ୍ଭୀର ଆମ ମାକୁ ମାରିଛି। ଆମେ ବି ତାକୁ ମାରିଦେବୁ, ନହେଲେ ନିଜେ ମରିବୁ। ତାପରେ ଆମେ ଆମ ମା ପାଖକୁ ଚାଲିଯିବୁ। ନା ନା, ଏମିତି କୁହନି। ତମେମାନେ ଏବେ ବହୁତ ଛୋଟ, ଭଲ ମନ୍ଦ କିଛି ବି ଜାଣିନ। ମୋ କଥା ମାନ, ଏବେ ହିଁ ଘରକୁ ଫେରିଯାଅ। ଆଉ ଦିନେ ବି ଦୁଷ୍ଟ କୁମ୍ଭୀର ପାଖକୁ ଆସିବନି। ପରୀ, ତୁମ ପାଖରେ ତ ଯାଦୁ ଶକ୍ତି ଥିବ। ତୁମେ ଯାଦୁ କରି ଆମ ମାକୁ ବଞ୍ଚେଇ ଦିଅ ନା। ମା ବିନା ଆମକୁ କିଛି ବି ଭଲ ଲାଗୁନି। ନା ପିଲାମାନେ, ମୁଁ ତମମାନଙ୍କ ମାକୁ ଆଉ ବଞ୍ଚେଇ ପାରିବିନି। ହେଲେ ହଁ, ତମେମାନେ ମତେ ଆଉ ଯାହା ମାଗିବ ମୁଁ ତମମାନଙ୍କୁ ଦେବି। ସତ କହୁଛ ପରୀ? ତେବେ ଠିକ ଅଛି। ତୁମେ ଏ ଗୁମ୍ଫାକୁ ଗୋଟେ ଘର ବନେଇ ଦିଅ। ଆଉ ସେ କୁମ୍ଭୀରକୁ ଅନେକ ଦୂରକୁ ପଠେଇ ଦିଅ। କୁମ୍ଭୀର ଏଠୁ ଚାଲିଗଲେ ଆଉ କାହାର ବି ଭୟ ରହିବନି। ଆଚ୍ଛା ଠିକ ଅଛି, ମୁଁ ଏବେ ତମମାନଙ୍କ ଇଚ୍ଛା ପୂରା କରୁଛି। ଏମିତି କହି ପରୀ ତା ଶକ୍ତିରେ ସେ ଗୁମ୍ଫାକୁ ଏକ ଆଇସ୍କ୍ରିମ ଘର କରିଦେଲା। ଗୁମ୍ଫା ନଥିବାରୁ କୁମ୍ଭୀର ଆଉ ସେଠି ରହିଲାନି। ସେ ଅନେକ ଦୂରକୁ ଚାଲିଗଲା। ତୁମକୁ ବହୁତ ବହୁତ ଧନ୍ୟବାଦ ପରୀ। ଧନ୍ୟବାଦ ଦେବାକୁ ପଡ଼ିବନି। ଆଜିଠୁ ଏ ଆଇସ୍କ୍ରିମ ଘର ତମ ଦୁଇ ଜଣଙ୍କର। ପ୍ରତିଦିନ ଏ ଆଇସ୍କ୍ରିମ ଘର ତମମାନଙ୍କୁ ଆଇସ୍କ୍ରିମ ଦେବ। ତା ବିକ୍ରି କରି ତମେ ଦୁଇ ଜଣ ଖୁସିରେ ଚଳିପାରିବ। ଏବେ ମୁଁ ଯାଉଛି। ଯଦି କିଛି ବିପଦରେ ପଡ଼ିବ ମତେ ମନେ ପକେଇବ। ମୁଁ ନିଶ୍ଚୟ ଆସିବି। ଦିଦି, ସେ ପରୀ ପାଇଁ ଦୁଷ୍ଟ କୁମ୍ଭୀର ଅନେକ ଦୂରକୁ ଚାଲିଗଲା। ସେ ଆଉ କେବେ ବି ଏଠାକୁ ଆସିବନି। ହଁ ଭାଇ, ତୁ ଠିକ କହିଲୁ। ଚାଲେ ବି ଘର ଭିତରକୁ ଯିବା। ତାପରେ ସେ ଦୁଇ ଭାଇ ଭଉଣୀ ସେ ଆଇସ୍କ୍ରିମ ଘରେ ରହିଲେ। ପ୍ରତିଦିନ ସେମାନେ ଆଇସ୍କ୍ରିମ ବିକ୍ରି କରି ଭଲ ଟଙ୍କା ରୋଜଗାର କରୁଥିଲେ। ଏମିତି ତାଙ୍କ ଦିନ ଭଲରେ ବିତିଲା। ଥରେ ଗୋଟିଏ ଜଙ୍ଗଲରେ ରହୁଥିଲା ଏକ ଚୋର କାଉ। ସେ ଚଢ଼େଇମାନଙ୍କୁ ଠକି ତାଙ୍କ ଘରୁ ଖାଇବା ଚୋରି କରି ନେଇ ଯାଉଥିଲା। ଦିନେ ସେ ଧରା ପଡ଼ିଗଲା। ଚଢ଼େଇମାନେ ପିଟି ପିଟି ତାକୁ ଜଙ୍ଗଲରୁ ବାହାର କରିଦେଲେ। ସେହି ସମୟରେ ଜୋରେ ବର୍ଷା ଆରମ୍ଭ ହେଇଗଲା। ଚୋର କାଉ ବର୍ଷାରେ ଭିଜି ଭିଜି ଏକ ଗଛ ତଳେ ବସିଥିଲା। ଧେତ୍, ଟିକିଏ ଭୁଲ ପାଇଁ ମୁଁ ଚଢ଼େଇମାନଙ୍କ ପାଖରେ ଧରା ପଡ଼ିଗଲି। ସେମାନେ ମୋତେ ମୋ ଘରୁ ବାହାର କରିଦେଲେ। ମୁଁ ତ କିଛି ବି କାମ ଶିଖିନି। ଜାଣିପାରୁନି ଏବେ ଘର କେମିତି ତିଆରି କରିବି, ଖାଇବା କେମିତି ଯୋଗାଡ଼ କରିବି। ମୋ ଦ୍ୱାରା ଏତେ କାମ ହେଇପାରିବନି। ବର୍ଷା ଛାଡ଼ିବା ଯାଏଁ ମୁଁ ଏ ଗଛ ତଳେ ବସିଥାଏ। ଏଇ କାଉ, ତୁ ଘରକୁ ନ ଯାଇ ଏଇ ଝଡ଼ ବର୍ଷାରେ ଭିଜୁଛୁ କାହିଁକି? ତୁ କ'ଣ ଜାଣିନୁ ବିଜୁଳି ଘଡ଼ଘଡ଼ି ସମୟରେ ଗଛ ତଳେ ରହିବା ଠିକ ନୁହଁ? ଯା, ଶୀଘ୍ର ନିଜ ଘରକୁ ଫେରିଯିବୁ। ଆରେ ଆରେ, ଏଇଟା ତ ଗୋଟେ ପରୀ। ମୁଁ ଶୁଣିଛି ପରୀମାନଙ୍କ ପାଖରେ ଯାଦୁ ଶକ୍ତି ଥାଏ। ମୁଁ ଏ ପରୀ ପାଖରେ ମିଛ ନାଟକ କରି ଏକ ଯାଦୁର ଘର ମାଗେ। ମୋତେ ଆଉ କାମ କରିବା ପାଇଁ ବାହାରକୁ ଯିବାକୁ ପଡ଼ିବନି। ସେ ଯାଦୁର ଘରେ ବସି ବସି ମୁଁ ଖାଇବା ପାଇଯିବି। ପରୀ, ମୋ ଦୁଃଖ କଥା ଆଉ କ'ଣ କହିବି। ମୁଁ ବହୁତ ଗରିବ। ମୋ ପାଖରେ ରହିବାକୁ ଘର ନାହିଁ। ଏଇ ଜଙ୍ଗଲର ଚଢ଼େଇମାନେ ବହୁତ ନିଷ୍ଠୁର। ମୁଁ ତାଙ୍କ ପାଖକୁ କାମ ମାଗିବାକୁ ଯାଇଥିଲି, ହେଲେ ସେମାନେ ମୋତେ ସାହାଯ୍ୟ ନ କରି ପିଟି ପିଟି ଜଙ୍ଗଲରୁ ବାହାର କରିଦେଲେ। ଆରେ କାଉ, ତୋର ତ ବହୁତ କଷ୍ଟ। ହଁ ପରୀ, ମୋର ବହୁତ କଷ୍ଟ।
ହେଲେ ତୁମେ ଚାହିଁଲେ ମୋରି କଷ୍ଟ ଦୂର ହେଇଯିବ। ପରି ମୋତେ ଗୋଟେ ଯାଦୁର ଘର ଦିଅ ନା, ଯୋଉଠି ମୁଁ ଆଶ୍ରୟ ପାଇବି ଆଉ ଖାଇବା ବି ପାଇବି। ପରି ତୁମେ ତ ଯାଦୁବିଦ୍ୟା ଜାଣିଥିବ, ଦିଅ ନା ପରି ମୋତେ ଗୋଟେ ଯାଦୁର ଘର। ଠିକ୍ ଅଛି କାଉ, ମୁଁ ତତେ ଗୋଟେ ଘର ଦେବି, ହେଲେ ସେଇଟା ଯାଦୁର ଘର ନୁହଁ, ସାଧାରଣ ଘର। ମୋ ପାଖରେ ଏତେ ଯାଦୁଶକ୍ତି ନାହିଁ, ମୁଁ ଏଯାଏଁ ଭଲ ଭାବରେ ଯାଦୁବିଦ୍ୟା ଶିଖିନି। ହେଁ, ଏଇ ପରିଟା ଏସବୁ କ'ଣ କହୁଛି? ସେ ଯାଦୁବିଦ୍ୟା ଶିଖିନି? ହାୟରେ ମୋ ପୋଡ଼ା କପାଳ, ଶେଷରେ ଗୋଟିଏ ଏମିତି ପରି ସହ ଦେଖା ହେଲା ଯିଏ ଯାଦୁ ଶିଖିନି। ଭାବିଥିଲି କ'ଣ ଆଉ ହେଲା କ'ଣ? ଆଚ୍ଛା ହଉ ପରି, ମୋତେ ସାଧାରଣ ଘର ଦେଇଥାଅ। ଏମିତିରେ ବି ମୋ ପାଖରେ ଘର ନାହିଁ, ଖାଇବା ମୁଁ ପରେ ଯୋଗାଡ଼ କରିବି। ଏଇ ନେ କାଉ, ଏଇଟା ଗୋଟେ ସାବୁନ ଘର। ଏଇଟା ଯାଦୁର ଘର ନୁହଁ, ସାଧାରଣ ଘର। ଏ ଘରେ ରହିବାର ସବୁ ବ୍ୟବସ୍ଥା ଅଛି। ଏମିତି କହି ପରି ସେଠାରୁ ଚାଲିଗଲା। ସେଦିନ ପରଠାରୁ କାଉ ସେ ସାବୁନ ଘରେ ରହିଲା। ଆଉ କେତେ ଦିନ ମୁଁ ନ ଖାଇ ରହିବି? ଏ ଘରେ ମୁଁ କେବଳ ଶୋଇପାରୁଛି, ହେଲେ ଖାଇବାକୁ ତ କିଛି ପାଉନି। ଏମିତି ଯଦି ଚାଲିବ ମୁଁ ଶୁଖିକି କଣ୍ଟା ହେଇଯିବି। ଧରା ପଡ଼ିଯିବା ପରେ ଚଢ଼େଇମାନେ ମୋତେ ଅନେକ ପିଟିଛନ୍ତି। ମୁଁ ଏବେ ତାଙ୍କ ଘରେ ଆଉ ଚୋରି ବି କରିପାରିବିନି। ଜାଣିପାରୁନି ଏବେ କ'ଣ କରିବି। କାଉ କ'ଣ କରିବ ଭାବୁଥିଲା, ହଠାତ୍ ସେ ଏକ ଦୁଷ୍ଟ ଉପାୟ ଚିନ୍ତା କଲା। ହଁ, ଭାବି ନେଲି ଏବେ ମୁଁ କ'ଣ କରିବି। ଏବେ ଚଢ଼େଇମାନେ ନିଜେ ଆସି ମୋତେ ଖାଇବା ଦେବେ, ଆଉ ମୁଁ ବସି ବସି ଆରାମରେ ଖାଇବି। ଏମିତି ଚିନ୍ତା କରି ପରଦିନ ସକାଳେ କାଉ ଜୋର ଜୋରେ ଚିତ୍କାର କଲା। ଆସ ଆସ, ମୋ ପାଖକୁ ଆସ। ମୁଁ ହେଉଛି ଯାଦୁର ସାବୁନ ଘର। ମୁଁ ସମସ୍ତଙ୍କୁ ସାହାଯ୍ୟ କରିବି। ଟଙ୍କା ପଇସା ଧନ ରତ୍ନ ଦେଇ ମୁଁ ସମସ୍ତଙ୍କୁ ସାହାଯ୍ୟ କରିବି। ଯିଏ ବି ସାହାଯ୍ୟ ପାଇବାକୁ ଚାହୁଁଛ ମୋ ପାଖକୁ ଆସ। ଜଙ୍ଗଲର ଶେଷ ମୁଣ୍ଡରେ ମୁଁ ରହୁଛି। ଆସ ଆସ, ଏ ସାବୁନ ଘରକୁ ଶୀଘ୍ର ଆସ। ଚଢ଼େଇ, ଶୁଣିପାରୁଛୁ? କିଏ କହୁଛି ମୁଁ ସାବୁନ ଘର, ମୋ ପାଖକୁ ଆସ, ମୁଁ ସାହାଯ୍ୟ କରିବି। ହେଲେ ଚଢ଼େଇ, ସାବୁନ ଘର କ'ଣ କୋଉଠି ଥାଏ? ହଠାତ୍ ମୋ ଜଙ୍ଗଲକୁ ସାବୁନ ଘର କୋଉଠୁ ଆସିଲା? ମତେ ଲାଗୁଛି ନିଶ୍ଚୟ ଭଗବାନ ଆମକୁ ସାହାଯ୍ୟ କରିବା ପାଇଁ ଏ ସାବୁନ ଘରକୁ ଏଠାକୁ ପଠେଇଛନ୍ତି। ସେ ପରା କହୁଛି ସେ ଆମକୁ ଟଙ୍କା ପଇସା ଧନରତ୍ନ ଦେଇ ସାହାଯ୍ୟ କରିବ। ଏମିତି ହେଲେ ତ ଖୁବ୍ ଭଲ ହୁଅନ୍ତା। ସାବୁନ ଘର ପାଇଁ ଆମ ଭଳି ଗରିବ ଚଢ଼େଇଙ୍କୁ ଅନେକ ସାହାଯ୍ୟ ମିଳନ୍ତା। ଚାଲ ଚଢ଼େଇ, ସେ ସାବୁନ ଘର ପାଖକୁ ଯିବା। ସମସ୍ତେ ଏପରି ସ୍ୱର ଶୁଣି ଜଣ ଜଣ କରି ସବୁ ଚଢ଼େଇ ସାବୁନ ଘର ପାଖକୁ ଗଲେ। ଆରେ ଦେଖ ସମସ୍ତେ, ଏଠି ସେ ଅଦ୍ଭୁତ ସାବୁନ ଘର ଅଛି। ଆଚ୍ଛା ସାବୁନ ଘର, ତୁମେ କ'ଣ ସତରେ ଆମକୁ ସାହାଯ୍ୟ କରିବ ନା ଆମକୁ ମିଛ କଥା କହୁଛ? ତମମାନଙ୍କୁ କ'ଣ ଲାଗୁଛି ମୁଁ ମିଛ କହୁଛି? ଜଣେ ଯାଦୁର ପରି ମୋତେ ଏଠି ରଖିଛନ୍ତି। ମୋତେ ପରି କହିଥିଲେ ତମେମାନେ ବହୁତ ଗରିବ, ସେଥିପାଇଁ ମୁଁ ଏବେ ତମମାନଙ୍କୁ ଟଙ୍କା ପଇସା ଦେଇ ସାହାଯ୍ୟ କରିବି। ତୁମେ ସତ କହୁଛ? ତୁମେ ଆମକୁ ସାହାଯ୍ୟ କରିବ ସାବୁନ ଘର? ତାହେଲେ ଆଉ ଡେରି କାହିଁକି କରୁଛ? ଆମକୁ ଶୀଘ୍ର ସାହାଯ୍ୟ କର। ସାହାଯ୍ୟ ତ କରିବି, ହେଲେ ତା ପୂର୍ବରୁ ମୋର ଏକ ସର୍ତ୍ତ ଅଛି। ଯଦି ତମେମାନେ ରାଜି ହେବ ତାହେଲେ ଯାଇ ମୁଁ ତମମାନଙ୍କୁ ସାହାଯ୍ୟ କରିବି। ହଁ ହଁ, ଆମେ ତୁମର ସବୁ ସର୍ତ୍ତରେ ରାଜି। ଏବେ କୁହ, ତୁମକୁ କ'ଣ ଦରକାର? ତମେମାନେ ପ୍ରତ୍ୟେକ ଦିନ ମୋ ପାଇଁ ଖାଇବା ଆଣିବ। ଏଇ ସାବୁନ ଘରର ଝରକା ପାଖରେ ସବୁ ଖାଇବା ରଖିଦେବ। ଯିଏ ଯେତିକି ଖାଇବା ମୋତେ ଦେବ ମୁଁ ତାକୁ ସେତିକି ଟଙ୍କା ଦେଇ ସାହାଯ୍ୟ କରିବି। ହେଲେ ତୁମେ ତ ଗୋଟେ ସାବୁନ ଘର, ଆମ ଖାଇବା ନେଇ ତୁମେ କ'ଣ କରିବ? ଏତେ କଥା ଶୁଣିବାକୁ ମୋତେ ଭଲ ଲାଗେନି। ମୋତେ ଖାଇବା ଦେବ ନା ମୁଁ ଆଉ ଏକ ଜଙ୍ଗଲକୁ ଯିବି? ନା ନା, ଏ ଜଙ୍ଗଲ ଛାଡ଼ି ତୁମେ କୁଆଡ଼େ ବି ଯାଅନି। ଆମେ ତୁମର ସବୁ କଥା ମାନିବୁ। ତାପରେ ସବୁ ଚଢ଼େଇ ସେଠାରୁ ଚାଲିଗଲେ। ପରଦିନ ସେମାନେ ସାହାଯ୍ୟ ପାଇବା ଆଶାରେ ନିଜେ ନ ଖାଇ ତାଙ୍କ ଖାଇବା ଧରି ସାବୁନ ଘର ପାଖକୁ ଗଲେ ଆଉ ଝରକା ପାଖରେ ରଖିଦେଲେ। ସେପଟେ ଏତେ ସାରା ଖାଇବା ଦେଖି କାଉର ଖୁସି ତ କହିଲେ ନ ସରେ। ବାଃ ବାଃ, ମୋର ତ କେତେ ବୁଦ୍ଧି। ଏବେ ମୁଁ ସବୁଦିନ ବସି ବସି ଖାଇବା ଖାଇବି। ସାବୁନ ଘର, ତୁମ କହିବା ଅନୁସାରେ ଆମେ ତୁମ ପାଇଁ ଖାଇବା ଆଣିଦେଲୁ। ଏବେ ଆମକୁ ସାହାଯ୍ୟ କର। ଓହୋ, ତମେ ମାନେ ଏତେ ଅଧୈର୍ଯ୍ୟ କାହିଁକି ହେଉଛ? ସମୟ ଆସିଲେ ସମସ୍ତେ ସାହାଯ୍ୟ ପାଇବ। ଏବେ ଯାଅ ଏଠୁ, ମୋତେ ବିରକ୍ତ କରନି। ଆଉ ହଁ,
କାଲି ଠିକ୍ ସମୟରେ ଖାଇବା ଧରି ଏଠାକୁ ଆସିବ। ସାବୁନ ଘରର ଏପରି କଥା ଶୁଣି ସବୁ ଚଢ଼େଇ ସେଠାରୁ ଚାଲିଗଲେ। ପ୍ରତିଦିନ ସେମାନେ ଖାଇବା ଆଣି ସାବୁନ ଘରର ଝରକା ପାଖରେ ରଖିଦେଉଥିଲେ। କାଉ ବସି ବସି ଆରାମରେ ଖାଇବା ଖାଉଥିଲା। ଏମିତି କିଛି ଦିନ ବିତିଗଲା। ଦିନେ, ସାବୁନ ଘର, ତୁମେ କେବେ ଆମକୁ ସାହାଯ୍ୟ କରିବ? ତୁମ କହିବା ଅନୁସାରେ ପ୍ରତ୍ୟେକ ଦିନ ଆମେ ନିଜେ ନ ଖାଇ ତୁମକୁ ଖାଇବା ଦେଉଛୁ, ହେଲେ ଆଜି ଯାଏଁ ତୁମେ ଆମକୁ ସାହାଯ୍ୟ କାହିଁକି କରୁନ? ଚଢ଼େଇ, ମତେ ଲାଗୁଛି ଏ ସାବୁନ ଘର ମିଛ କଥା କହି ଆମକୁ ଠକୁଛି। ଆମର ସବୁ ଖାଇବା ଇଏ ନଷ୍ଟ କରିଛି। ୟାକୁ ଏଠି ରଖି କିଛି ଲାଭ ନାହିଁ। ଚାଲ ସମସ୍ତେ ମିଶି ଏ ସାବୁନ ଘରକୁ ଭାଙ୍ଗିଦେବା। ନା ଥିବ ବାଉଁଶ ଆଉ ନା ବାଜିବ ବଇଁଶୀ। ସବୁ ଚଢ଼େଇ ରାଗି ଯାଇ ଲାଠି ଆଣି ସାବୁନ ଘରକୁ ପିଟି ପିଟି ଭାଙ୍ଗିଦେଲେ। ଏ କଣ ଦୁଷ୍ଟ କାଉ, ତୁ ତାହେଲେ ଆମକୁ ଠକି ପ୍ରତିଦିନ ଆମଠୁ ଖାଇବା ଖାଉଥିଲୁ? ନା, ମାନେ ଇଏ ଚୋରି କରି ମାଡ଼ ଖାଇଲା ପରେ ବି ତତେ ଶିକ୍ଷା ମିଳିଲାନି? ଆରେ ସମସ୍ତେ ଦେଖୁଛ କଣ? ଏ କାଉକୁ ଉଚିତ ଶିକ୍ଷା ଦରକାର। ମାର ଏ କାଉକୁ। ସାବୁନ ଘରେ କାଉକୁ ଦେଖି ଚଢ଼େଇ ମାନେ ଅନେକ ରାଗି ଯାଇଥିଲେ। ସମସ୍ତେ ମିଶି କାଉକୁ ଅନେକ ପିଟିଲେ। ଆଉ ମାଡ଼ ସହି ନ ପାରି କାଉ କୌଣସି ମତେ ନିଜ ଜୀବନ ନେଇ ସେ ଜଙ୍ଗଲ ଛାଡ଼ି ଦୂରକୁ ଚାଲିଗଲା। ଆଜି ମୁଁ ବହୁତ ଖୁସି। ଏତେ ଦିନ ପରେ ଯାଇ ମୁଁ ଅଣ୍ଡା ଦେଲି। ଯାଇ ମୋ ଅଣ୍ଡା ଦେଖି ମୋ ସ୍ୱାମୀକୁ ଏ ଖୁସି ଖବର ଦିଏ। ଏ କଣ, ତମେ ଦୁଇ ଜଣ ଅଣ୍ଡା ଧରି ଛିଡ଼ା ହେଇଛ? ତମେ ମାନେ ବି କଣ ଅଣ୍ଡା ଦେଇଛ? ହଁ ଦିଦି, ଆମେ ଆଜି ହିଁ ଅଣ୍ଡା ଦେଇଛୁ। ଏଇ ଖୁସି ଖବର ଆମେ ରାଜୁଙ୍କୁ ଜଣାଇବା ପାଇଁ ଏଠି ଛିଡ଼ା ହେଇଛୁ। ସେମାନେ ଏପରି କଥା ହେବା ସମୟରେ ରାଜୁ ଚଢ଼େଇ ଘର ଭିତରକୁ ଆସିଲା। ତାର 3 ସ୍ତ୍ରୀ ନିଜ ଅଣ୍ଡା ଦେଖେଇ ତାକୁ ଖୁସି ଖବର ଦେଲେ। ଏମିତି ଗୋଟେ ଦିନ, ମୁଁ ପ୍ରଥମ ଥର ଅଣ୍ଡା ଦେଇଛି। ଏବେ ମୋର ବେଶୀ ବେଶୀ ଖାଇବା ଦରକାର। ଅଧିକ ଖାଇଲେ ସିନା ମୁଁ ମୋ ଅଣ୍ଡାର ଭଲ ଯତ୍ନ ନେଇପାରିବି। ହେଲେ ମୋ ସ୍ୱାମୀ ମତେ କମ ଖାଇବା ଦେଇ ତାଙ୍କ ବଡ଼ ସ୍ତ୍ରୀକୁ ଅଧିକ ଖାଇବା ଦେଉଛନ୍ତି। ଏଇ ମତେ ଦେଖେଇ ଦେଖେଇ କଣ ସବୁ କହୁଛୁ? ମୋ ସ୍ୱାମୀ ମତେ ଅଧିକ ଖାଇବାକୁ ଦିଅନ୍ତି। ଦେବେନି କଣ ପାଇଁ କହ? ମୁଁ ତାଙ୍କ ପ୍ରଥମ ସ୍ତ୍ରୀ, ସେଥିପାଇଁ ସେ ମୋର ଅଧିକ ଯତ୍ନ ନିଅନ୍ତି। ଆଉ ଗୋଟେ କଥା ମତେ କହ, ମୁଁ ଯେତେବେଳେ ଅଣ୍ଡା ଦେଲି ତୁ ସେତେବେଳେ କାହିଁକି ଅଣ୍ଡା ଦେଲୁ? କହ। ଆମେ ଯେମିତି ଏବେ ଝଗଡା କରୁଛନ୍ତି, ଆମ ଛୁଆମାନେ ବି ଅଣ୍ଡାରୁ ବାହାରିଲା ପରେ ଠିକ ସେମିତି ଝଗଡା କରିବେ ବୋଲି ହିଁ ମୁଁ ତୋ ସହିତ ଅଣ୍ଡା ଦେଇଛି, ବୁଝିଲୁ? ଓହୋ ଦିଦି ମାନେ, କାହିଁକି ଏତେ ଝଗଡା କରୁଛ କହିଲ? ରାଜୁ ଆମ 3 ଜଣଙ୍କର ସ୍ୱାମୀ। ସେ ଆମର ସମାନ ଦେଖାଶୁଣା କରନ୍ତି। ଏଇ ସାନ, ଚୁପ କର। ତମେ ଦୁଇଟା କାହିଁକି ଯେ ମୋ ସଂସାର ଭାଙ୍ଗିବାକୁ ଚାଲି ଆସିଲ? ଏବେ ମୋର ସବୁ ଜିନିଷରେ ଭାଗ ବସଉଛ। ଦିଦି, ଏସବୁ କଣ କହୁଛ? ଆମେ କଣ ଏକା ଏକା ଘରକୁ ଚାଲି ଆସିଛୁ? ରାଜୁ ଆମକୁ ବାହାଇ ଘରକୁ ଆଣିଛନ୍ତି। ରାଜୁ ଯେମିତି ତମକୁ ବାହାଇଛନ୍ତି ସେମିତି ଆମକୁ ବି ବାହାଇଛନ୍ତି। ସେଥିପାଇଁ ଯେତିକି ତମର ଏଇ ଘର ଉପରେ ଅଧିକାର ଅଛି, ଆମର ବି ସମାନ ଅଧିକାର ଅଛି। ଏମିତି ପ୍ରତିଦିନ ରାଜୁର 3 ସ୍ତ୍ରୀ ଝଗଡା କରୁଥିଲେ। ଦିନେ ତାର ବଡ଼ ସ୍ତ୍ରୀ ତାକୁ କହିଲା, ରାଜୁ, ତୁମେ କାହିଁକି ମୋ ସଂସାର ଭାଙ୍ଗିଦେଲ କହିଲ? ତୁମେ ସେ 2 ଜଣଙ୍କୁ କାହିଁକି ବାହା ହେଲ? ମୋର ସବୁ ଜିନିଷରେ ସେମାନେ ଭାଗ ବସଉଛନ୍ତି। ମତେ ସେମାନଙ୍କୁ ଆଉ କିଛି ବି ଦେବାକୁ ଭଲ ଲାଗୁନି। କଣ କରିବି କହ? ବାହାଘରର ଏତେ ବର୍ଷ ପରେ ବି ତୋର ସନ୍ତାନ ହେଲେ ନାହିଁ। ସେଥିପାଇଁ ମୁଁ ଦ୍ୱିତୀୟ ବିବାହ କଲି। ସେ ଦ୍ୱିତୀୟ ସ୍ତ୍ରୀର ବି ସନ୍ତାନ ନ ହେବାରୁ ମୁଁ ତୃତୀୟ ବିବାହ କଲି। ମୁଁ କେମିତି ଜାଣିବି ତୁମେ 3 ଜଣ ଏକା ସାଙ୍ଗରେ ହିଁ ଅଣ୍ଡା ଦେବ? ମୁଁ ତୁମ 3 ଜଣଙ୍କର କୌଣସିଥିରେ ଅଭାବ ରଖିନି। ତୁ କାହିଁକି ସେ 2 ଜଣଙ୍କ ସହ ସବୁବେଳେ ଝଗଡା କରୁଛୁ? ତୁ ତାଙ୍କ ସହ ଝଗଡା ନ କଲେ ସେମାନେ ବି ତୋ ସହ ଲାଗିବେନି। କଣ କହିଲ? ମୁଁ ଝଗଡା କରୁଛି? ତୁମର ସେ 2 ସ୍ତ୍ରୀ ଯେମିତି ଗୋଟା ତୁଳସୀ, ସେମାନେ କେବେ ବି ମୋ ସହ ଝଗଡା କରନ୍ତିନି। ତୁମେ ଯଦି ସେମାନଙ୍କୁ ନ ରାଗି ପାରିବ, ମତେ ବି ରାଗି ପାରିବନି, ବୁଝିଲ? ରାଜୁ ଶୁଣ ନା, ମୋର ଆଜି ଗୁପଚୁପ ଖାଇବାକୁ ଭାରି ଇଚ୍ଛା ହେଉଛି। ମୋ ପାଇଁ ଆଜି ଗୁପଚୁପ ଆଣିଦିଅ ନା। ଶୁଣ ରାଜୁ, ତୁମେ ଯଦି ତା ପାଇଁ ଗୁପଚୁପ ଆଣିବ, ମୋ ପାଇଁ ବି ଆଣିଦେବ। ମୋ କଥା କହିବାକୁ ଭୁଲିଗଲ କି ଦିଦି? ମୁଁ ବି ତ ଅଣ୍ଡା ଦେଇଛି। ମୋର ବି ଇଚ୍ଛା ହେଉଛି ଗୁପଚୁପ ଖାଇବାକୁ। ରାଜୁ, ମୋ ପାଇଁ ବି ଗୁପଚୁପ ଆଣିଦେବ। କଣ ପାଇଁ? ରାଜୁ କଣ ପାଇଁ ତମ 2 ଜଣଙ୍କୁ ଗୁପଚୁପ ଆଣିଦେବେ? ତମ 2 ଜଣଙ୍କ ଅପେକ୍ଷା ଏଇ ଘରେ ମୋର ବେଶୀ ଅଧିକାର ଅଛି। ତମ 2 ଜଣଙ୍କର ଛୁଆ ନ ହେବାରୁ ରାଜୁ ମତେ ବାହାଇ ଘରକୁ ଆଣିଥିଲେ। ମୁଁ ହେଉଛି ସାନ ବୋହୂ।
ସାନ ବୋହୂ ମାନେ ସବୁବେଳେ ଭଲ ହେଇଥାନ୍ତି ବୁଝିଲ। ତମ ମାନଙ୍କଠୁ ବେଶୀ ରାଜୁ ମତେ ଭଲ ପାଆନ୍ତି। ସେଥିପାଇଁ ରାଜୁ କେବଳ ମୋ ପାଇଁ ଗୁପଚୁପ ଆଣିଦେବେ, ତମ ଦି ଜଣଙ୍କ ପାଇଁ ନୁହଁ। ତମେ ମାନେ ଆଗ ଝଗଡ଼ା ବନ୍ଦ କର। ମୁଁ ତମ ମାନଙ୍କୁ ଏକ ଜରୁରୀ କଥା କହିବା ପାଇଁ ଏଠାକୁ ଡାକିଛି। ତମ ମାନଙ୍କ ଝଗଡ଼ା ଶୁଣିବାକୁ ନୁହଁ। ମୁଁ ଗୋଟେ କାମରେ କିଛି ଦିନ ପାଇଁ ସହରକୁ ଯାଉଛି। ତମେ ମାନେ ଘରେ ରହି ଝଗଡ଼ା କରିବନି। ମୁଁ ଫେରିବା ବେଳେ ତମ ସମସ୍ତଙ୍କ ପାଇଁ ଗୁପଚୁପ ଆଣିଦେବି। ଏମିତି କହି ରାଜୁ ସହରକୁ ଗଲା। ସେ ଯିବା ପରେ ତାର 3 ସ୍ତ୍ରୀଙ୍କ ଅଣ୍ଡାରୁ ଛୁଆ ବାହାରିଲା। ସମସ୍ତେ ଛୁଆଙ୍କୁ ଦେଖି ଖୁବ୍ ଖୁସି ଥିଲେ, ହେଲେ ବଡ଼ ବୋହୂ ଜମା ବି ଖୁସି ନଥିଲା। ସେ ଆର 2 ବୋହୂଙ୍କୁ କେମିତି ଘରୁ ବାହାର କରିବ ମନେ ମନେ ଉପାୟ ଚିନ୍ତା କରୁଥିଲା। ମୋ ପାଖରେ ଏକ ରାସ୍ତା ଅଛି। ଯେମିତି ବି ହେଉ ମଝିଆର ସାହାଯ୍ୟ ନେଇ ସାନକୁ ଆଗ ଏ ଘରୁ ବାହାର କରିବାକୁ ପଡ଼ିବ। ତାପରେ ମଝିଆକୁ ବି ମୁଁ ଏ ଘରୁ ବାହାର କରିଦେବି। ସେ 2 ଜଣ ଏଠୁ ଯିବା ପରେ ମୁଁ ଏ ଘରେ ରାଣୀ ହେଇ ରହିବି। ତୁମେ କଣ କହୁଛ ଦିଦି? ନା ନା, ମୁଁ ସେ ସାନର ଛୁଆକୁ ମାରି ପାରିବିନି। ଆରେ ତତେ ମାରିବାକୁ ପଡିବନି, ମୋ ପାଖରେ ଏକ ଉପାୟ ଅଛି। ସେ ସାନର ଛୁଆ ମରିଯିବ, ହେଲେ ଦୋଷ କାହାକୁ ବି ଆସିବନି। ଥରେ ତାର ଛୁଆ ମରିଗଲେ ରାଜୁ ତାକୁ ଆଉ ଘରେ ରଖିବେନି, ତାକୁ ଘରୁ ବାହାର କରିଦେବେ। ସେତେବେଳେ ଆମେ 2 ଜଣ ଏ ଘରେ ରହି ରାଜ କରିବା। ହେଲେ ଦିଦି, ତୁମେ ଏସବୁ କେମିତି କରିବ? କାଲି ମୁଁ ଜଙ୍ଗଲ ଭିତରୁ ଦେଖି ଆସିଛି। ସେଠି ନା ଗୋଟେ କାଗଜ ଘର ଅଛି। ସେ ଘରେ କେହି ରହୁନାହାନ୍ତି। ସାନ ଯେତେବେଳେ ନଦୀକୁ ପାଣି ଆଣିବା ପାଇଁ ଯିବ, ମୁଁ ତା ଛୁଆକୁ ନେଇ ସେ କାଗଜ ଘରେ ଛାଡ଼ିଦେବି। ତାପରେ ଆମ ଜଙ୍ଗଲ ପାଖରେ ରହୁଥିବା ଶିକାରୀ ଚିଲକୁ ଡାକି ଆଣିବି। ଶିକାରୀ ଚିଲ ସାନର ଛୁଆକୁ ଖାଇଦେଲେ ଆମର ଆଉ ଚିନ୍ତା ରହିବନି। ଏବେ ତ ଯା, ଆମ ଛୁଆଙ୍କ ପାଖରେ ଥିବୁ। ମୁଁ ଯାଉଛି, ଚିଲ ସହ ଏ ବିଷୟରେ କଥା ହେଇ ଆସିବି। ଏମିତି ଯୋଜନା ବନେଇ ସେ 2 ଜଣ ଚାଲିଗଲେ। ତାଙ୍କର ସବୁ କଥା ଚଢ଼େଇ ଶୁଣୁଥିଲା, ଆଉ ସେ ମନେ ମନେ କେମିତି ଏମାନଙ୍କୁ ଉଚିତ ଶିକ୍ଷା ଦେବ ଚିନ୍ତା କଲା। ଆରେ ଆଜି ତ ଆପେ ଆପେ ମୋ ପାଖକୁ ଖାଇବା ଚାଲି ଆସିଛି। ଆଜି ତ ମଜା ଆସିଯିବ। ନା ନା ଚିଲ ଆଜ୍ଞା, ମତେ ଖାଆନ୍ତୁନି। ମୁଁ ଆପଣଙ୍କ ପାଇଁ ଚଢ଼େଇ ଛୁଆ ଯୋଗାଡ଼ କରି ରଖିଛି। ଅନେକ ଦିନରୁ ମୁଁ କଣିଆ ଚଢ଼େଇ ଛୁଆର ମାଂସ ଖାଇନି। ତୁ ସତ କହୁଛୁ? ତୁ ମୋ ପାଇଁ ଚଢ଼େଇ ଛୁଆ ରଖିଛୁ? ହଁ ଚିଲ ଆଜ୍ଞା, ଆପଣ କାଲି ଜଙ୍ଗଲ ଭିତରେ ଥିବା ସେ କାଗଜ ଘରକୁ ଚାଲି ଆସନ୍ତୁ। ସେଇ ଘର ଭିତରେ ମୁଁ ଗୋଟେ ଚଢ଼େଇ ଛୁଆ ରଖିଥିବି। ଆପଣ ସେତେବେଳେ ସେ ଘର ଭିତରକୁ ଯାଇ ଚଢ଼େଇ ଛୁଆକୁ ଆରାମରେ ଖାଇପାରିବେ। ଠିକ ଅଛି, ମୁଁ କାଲି ସେ କାଗଜ ଘରକୁ ଯିବି। କିନ୍ତୁ ତୋ କଥା ଯଦି ମିଛ ହେଇଥାଏ, ମୁଁ ତତେ ମାରି ଖାଇଦେବି। ଏମିତି ସେଦିନ ବିତିଗଲା। ପରଦିନ ସକାଳେ ଚଢ଼େଇ ଯେମିତି ପାଣି ଆଣିବାକୁ ଗଲା। ଆରେ ମା କୁନି, ତୁ ଆଜି ମୋ ସାଙ୍ଗରେ ଚାଲ, ମୁଁ ତତେ ଗୋଟେ ବଢିଆ ଜିନିଷ ଦେଖେଇବି। କଣ ଜିନିଷ ବଡ ମା? ଜଙ୍ଗଲ ଭିତରେ ନା ଗୋଟେ କାଗଜ ଘର ଅଛି। ସେ କାଗଜ ଘର ଦେଖିବାକୁ ଭାରି ସୁନ୍ଦର। ଚାଲ ମୋ ସାଙ୍ଗରେ, ମୁଁ ତତେ ସେ କାଗଜ ଘର ଦେଖେଇଦେବି। ସତରେ ବଡ ମା, ମତେ କାଗଜ ଘର ଦେଖେଇବ? ମୁଁ କେବେ ବି କାଗଜ ଘର ଦେଖିନି। ଚାଲ ଚାଲ, ମୁଁ ତୁମ ସାଙ୍ଗରେ ଯିବି, ଆଉ ସେ କାଗଜ ଘର ଦେଖିବି। ଏଇ ଦେଖୁନି, ଏଇ ସେଇ କାଗଜ ଘର। ଯା, ଏବେ ତ ଘର ଭିତରକୁ ଯା। ଯା କୁନି ଯା, ଆଜି ଶେଷ ଥର ପାଇଁ କାଗଜ ଘର ଦେଖିଥା। ଶିକାରୀ ଚିଲ କେତେବେଳେ ବି ଏଠାକୁ ଚାଲି ଆସିପାରେ। ମୁଁ ଏବେ ମୋ ଘରକୁ ଯାଏ। ଆରେ ମଝିଆ, ତୁ ଏ ଜଙ୍ଗଲରେ କଣ କରୁଛୁ? ମୁଁ ତତେ କହିଥିଲି ନା ଘରେ ଆମ 2 ଛୁଆଙ୍କୁ ଜଗିଥିବୁ। ତାଙ୍କୁ ଘରେ ଏକା ଛାଡି ତୁ ଏଠିକି କାହିଁକି ଚାଲି ଆସିଲୁ? ଦିଦି, ଆମ ଛୁଆ ମାନେ ବୁଲିବାକୁ ଭାରି ଜିଦ୍ କରୁଥିଲେ। ମୁଁ ତାଙ୍କୁ ବୁଲିବା ପାଇଁ ଜଙ୍ଗଲକୁ ଆଣିଥିଲି, ହେଲେ ସେମାନେ କୁଆଡେ ଚାଲିଗଲେ ଯେ ଏବେ ମୁଁ ଖୋଜିକି ପାଉନି। ତୁ କଣ କହୁଛୁ? ତୁ ଆମ ଛୁଆଙ୍କୁ ଏ ଜଙ୍ଗଲ ଭିତରକୁ କାହିଁକି ଆଣୁଥିଲୁ? ସେମାନେ ସେ କାଗଜ ଘର ଭିତରକୁ ଚାଲି ଯାଇନାହାନ୍ତି ତ? ସେମିତି ହେଲେ ତ ବଡ ସର୍ବନାଶ ହେଇଯିବ। ଚିଲ ଆମ ସବୁ ଛୁଆଙ୍କୁ ଖାଇଦେବ। ମୁଁ ଶୀଘ୍ର ତାକୁ ଅଟକାଏ। ଚିଲ ଆଜ୍ଞା, ରହିଯାଅ, ଆଗକୁ ଯାଅନି। ଦୟାକରି ସେ କାଗଜ ଘର ଭିତରକୁ ଯାଅନି। ମତେ ତୁ କାହିଁକି ଅଟକାଉଛୁ? ତୋ ମୁଣ୍ଡ କଣ କାମ କରୁନି? ମତେ ଡାକି ଏବେ କାଗଜ ଘର ଭିତରକୁ ଯିବା ପାଇଁ ମନା କରୁଛୁ? ମତେ ଏବେ ଭାରି ଭୋକ ଲାଗୁଛି। ଯଦି ମତେ ଅଟକେଇବୁ, ମୁଁ ତତେ ମାରି ଖାଇଦେବି। ତାପରେ ଚିଲ କାଗଜ ଘର ଭିତରକୁ ଗଲା। ସେହି ସମୟରେ ଚଢ଼େଇ ସେଠାକୁ ଆସିଲା। ଦିଦି, ଏବେ ବୁଝିଲ ତ? ଅନ୍ୟ ପାଇଁ ଗାତ ଖୋଳିଲେ ନିଜେ ସେହି ଗାତରେ ପଡିଥାନ୍ତି।
ମୁଁ ତୁମର ସବୁ ଯୋଜନା ବିଷୟରେ ଆଗରୁ ଜାଣି ସାରିଛି। ଚଢ଼େଇ, ମୋର ଭୁଲ ହେଇଗଲା, ମତେ କ୍ଷମା କରିଦେ। ଆମ ଛୁଆଙ୍କ ଚିଲ ପାଖରୁ ବଞ୍ଚା। ମୁଁ ଆଉ କେବେ ବି ତତେ ଈର୍ଷା କରିବିନି। ଆମେ ମିଳିମିଶି ରହିବା। ଚିନ୍ତା କରନି ଦିଦି, ସେ କାଗଜ ଘରେ କାହାର ବି ଛୁଆ ନାହାନ୍ତି। ମୁଁ ସବୁ ଛୁଆଙ୍କୁ କାଗଜ ଘରୁ ବାହାର କରି ଗୋଟେ ସୁରକ୍ଷିତ ଜାଗାରେ ଲୁଚେଇ ଦେଇଛି। ଚିଲ ଏବେ ବାହାରକୁ ଆସିଲେ ଆମ ସମସ୍ତଙ୍କୁ ମାରିଦେବ। ସେ ଆମକୁ ମାରିବା ପୂର୍ବରୁ ଚାଲ ଆମେ ଏ ଘରେ ନିଆଁ ଲଗେଇଦେବା। କାଗଜ ଘର ସହ ଚିଲ ବି ନିଆଁରେ ପୋଡ଼ି ମରିଯିବ। କାଗଜ ଘରେ ନିଆଁ ଜଳିବା ପାଇଁ ମୁଁ ସବୁ ବ୍ୟବସ୍ଥା କରିଦେଇଛି। ଏବେ ଶୀଘ୍ର ଚାଲ। ଏମିତି କଥା ହେଇ ସେମାନେ କାଗଜ ଘରେ ନିଆଁ ଲଗେଇଦେଲେ। କାଗଜ ଘର ସହ ଶିକାରୀ ଚିଲ ବି ନିଆଁରେ ପୋଡ଼ି ମରିଗଲା। କାଉ ଆଉ ମିଟୁ ନିଜ ଭୁଲ ବୁଝିପାରିଲେ। ସେମାନେ ଚଢ଼େଇକୁ କ୍ଷମା ମାଗିଲେ। ତାପରେ ସମସ୍ତେ ନିଜ ନିଜ ଛୁଆଙ୍କୁ ଧରି ଘରକୁ ଫେରି ଆସିଲେ। ସେଦିନ ପରଠାରୁ ସେମାନେ ଆଉ ଝଗଡ଼ା ନ କରି ମିଳିମିଶି ରହିଲେ।